4-5ଟା ହେଇଥିଲା ମୁଁ ଶୋଇଥିଲି। ତାପରେ ମୁଁ ଆମ ବାରିକା ବାଟ ଖୋଲିଲି। ତାପରେ ମୁଁ ବାହାରକୁ ଆସିଲି। ବାହାରକୁ ଆସିଲା ପରେ ତାପରେ ମୋତେ ଭିଡ଼ିକି ନେଲେ। ତାପରେ ମୋ ଫୋନ୍ ଭାଙ୍ଗିଦେଲେ। ତାପରେ ଫୋନ୍ ଭାଙ୍ଗି ସାରିଲା ପରେ ତାପରେ ମୋ ଆଖିକି ବାଡ଼େଇ ଦେଲେ। ତାପରେ ପିଠିକି ବାଡ଼େଇକି ଇଏ କଲେ। ତାପରେ ମୁଣ୍ଡକୁ ଫାଉଡ଼ାରେ ହାଣିଦେଲେ। ଗାଁରେ ମାନେ ବହୁତ ଏମିତି ସିଏ ମୋର ବଡ଼ ବାପା ପୁଅ ହେବେ। ମୋର 10ମ ଶ୍ରେଣୀ। ତ ମୁଁ ପାଠ ପଢ଼ିବା ପାଇଁ ଯାଉଥିଲି ଥରେ ମୋ ଶଙ୍ଖି ଚିପିଥିଲେ। ତାପରେ ଏମିତି ଶଙ୍ଖି ଚିପିଲା ପରେ ମୁଁ ଆସିଲି ଘରେ ମୋ ମାମା ବାବାଙ୍କୁ କହିଲି। ତାପରେ କହିଲା ପରେ ଆମ ମାମା ବାବା ବି ଇଏ କରିକି କଲେ। ତାପରେ ସେଠୁ ମୋ ଜୀବନ ପ୍ରତି ବହୁତ ବିପଦ ଅଛି। ମୁଁ ପାଠ ହିଁ ପଢ଼ି ପାରୁନି। ମାରିଦେବ ପାଟିରେ ଭୟ ଲାଗୁଛି। ମୁଁ ଘରେ ନଥିଲି, ମୋ ସ୍ତ୍ରୀ ବି ଘରେ ନଥିଲା। ଝିଅ ମୋର ସ୍କୁଲରୁ ଆସିକିରି ଶୋଇଥିଲା ଖଟ ଉପରେ। ହଠାତ୍ କିନି ସେ ଆସିକି ଝିଅକୁ ଆଗ ତା ମୋବାଇଲଟାକୁ ବାଡ଼େଇକି ଭାଙ୍ଗିଦେଲା। ତାପରେ ଝିଅକୁ ଟଣା ଅଟରା କରିକିରି ଆଣି ତାକୁ ଆଖିକି ପିଟିଛି। ଆଖି ପିଟିବା ଭିତରେ ସେତେବେଳେ ଚିତ୍କାର କରୁଛି, ଫାଉଡ଼ା ଦିହରେ ତା ମୁଣ୍ଡକୁ ହାଣି ଦେଇଛି। ଝିଅ ଚିତ୍କାର କରିବା ପରେ ଆମ ଗାଁରୁ କିଛି ଲୋକ ବି ଆସି ପହଞ୍ଚିଛନ୍ତି। ସେ ଦୌଡ଼ିକି ପଳେଇଛି। ବେକରୁ ଗୋଟେ ସୁନା ଚେନ୍ ବି ତାର ଭିଡ଼ିକି ନେଇକି ପଳେଇଛି। ସେ କହୁଛି ଲୋକଙ୍କ ଆଗରେ। କିନ୍ତୁ ଆଜ୍ଞା ମୋ ଝିଅ ବି ବର୍ତ୍ତମାନ ଆଜିକି 7-8 ଦିନ ହେଇଗଲା ସ୍କୁଲ ଯାଇପାରୁନି। ତାର 10ମ ପରୀକ୍ଷା ସେ କେମିତି ଦେବ, ପୋଲିସ କିଛି ବୁଝୁନି। ବର୍ତ୍ତମାନ ମୁଁ ପୋଲିସକୁ 10 ଥର ଯାଇକିରି ଅଭିଯୋଗ କରିବା ପରେ ବି ସେ କହୁଛନ୍ତି ବୁଝିବା। ଏପର୍ଯ୍ୟନ୍ତ କୌଣସି କିଛି ବୁଝାବୁଝି ସେ କଲେନି ଯେ ମୋ ଝିଅ କେମିତି ସୁରକ୍ଷିତ ରହିବ, ମୋ ଝିଅ କେମିତି ପାଠ ପଢ଼ିବ, ଆସାମୀ କେମିତି ଦଣ୍ଡ ପାଇବ। ଏଇଟା ପ୍ରଶାସନ ଆପଣମାନେ ସମସ୍ତେ ହିଁ ବିଚାର କରନ୍ତୁ। ଘରେ ଥିଲା ଆଇଲା ବେଳକୁ ହାଣିକି ରକ୍ତ ତାର କରିକି ସେ ଟାଇମରେ ତେବେ ବି ଦେଖିଥିଲେ ତମ ଦିଅ ମୁଣ୍ଡ କଣ ହେଇଯାଉଛି। ଯୋଉଭଳିଆ ମୋ ଝିଅ ପଡ଼ିଥିଲା ମୁଁ ଖାଲି ମୁଣ୍ଡିଆ ମାଝି ପ୍ରଭୁ ଫାଶୀ ହେଇଯାଉ ତାକୁ, ଆଉ କିଛି ମୁଁ ବୁଝାଉନି। ମୋ ଝିଅକୁ ନ୍ୟାୟ ମିଳୁ। ଆମେ ଭଲ ନୁହଁ। ଆମକୁ ବି ଭାଷା ପକେଇ ନଙ୍ଗଳା ହେଇକି ଇଏ କରେଇ ଆମେ ବି ସହିଛୁ। ସେ ସାର୍ କେତେ ସହିବୁ ଆଉ। ତାକୁ ବର୍ତ୍ତମାନ ଦଣ୍ଡ ଦିଆଯାଉ। ମୁଁ ଖାଲି ଏତିକି କହୁଛି। ଆମେ ସାର୍ ବସିଥିଲୁ ଏଠି, ଆମେ ଆଉ ଜାଣୁ ଏତେ କଥା। ମୁଁ ଝାଡ଼ା ପଡ଼ିଲି, ସେ ଯାଆ ଥିଲା। ସେ ଯାଆ ଯେତେବେଳେ ରଡ଼ି କଲା ମୋ ଯାଆ ଆସିକିରି ବର୍ତ୍ତମାନ ତାକୁ ଦେଖିଲା ପରେ ଝିଅକୁ ଦେଖିଲା ରକ୍ତ ପୁରା ଆଉ ଦିହ ମୁଣ୍ଡ ଆଉ କିଛି ନାହିଁ, ପୁରା ବ୍ଲଡ଼ ଭାସିକି 3ଟା ଲୁଗା ପୁରା ବ୍ଲଡ଼ ହେଇଯାଇଛି। ପୂର୍ବରୁ ଏମିତି କରିନି, ହେଲେ ତାକୁ 7-8 ଦିନ ହେଲା ତା ତଣ୍ଟି ଧରୁଥିଲା ସ୍କୁଲ ଆଡ଼େ। ଗାଁରେ ବି ସମସ୍ତେ ବକା ହତା କରି ଗାଁ ବାଲା ବି ବାହାରୁ ନାହାନ୍ତି, ଡରିକିରି ତା ଜୀବନ କାଳେ ନେଇଯିବେ କାହାର ବୋଲି ସେ ବି ମାନେ ବାହାରୁ ନାହାନ୍ତି। ଗାଁରେ ବି କେହି ଭଲ ପାଉନାହାନ୍ତି, ସେମିତି ଅସ୍ତିତ୍ୱ ଖରାପ ତାର।